ଆରେ ସବୁ ବାହାନା ବା ସବୁ ବାହାନା। ଆରେ ଆମ ଯୁଗରେ ଆମେ କୂଅରୁ ପାଣି କାଢି ରୋଷେଇ କରୁଥିଲୁ, ଧାନ ଉଷଉଥିଲୁ, ତିନିଟା ଛୁଆ ତାକୁ ପାଳୁଥିଲୁ ଏକା ସାଙ୍ଗରେ, ଘରର ସବୁ ଯାବତୀୟ କାମ କରୁଥିଲୁ। ଆଜିକାଲି ଏମାନଙ୍କର କଣ ହେଇଯାଉଛି, ଗୋଟେ ରୋଷେଇ କଲାବେଳକୁ ତାଙ୍କ ଦେହ ମୁଣ୍ଡ କଣ ହେଇଯାଉଛି। ଆଉ କଣଟା ଆମେ କାମ କରୁଛନ୍ତି କହିଲୁ? ଏଇଲେ ତ ସବୁ ଟାଇଲି ମାର୍ବଲ ଘର, ତାକୁ ତ ଟିକେ ପୋଛିଦେଲେ ଚକଚକ। ଆଉ ରୋଷେଇ କଲା ବେଳକୁ ମେସିନ୍ ବୁଲେଇ ଦେଲେ ସବୁ କାମ ପୁରା ହାତ ପାଖରେ। ଆମ ବେଳେ ଆମେ ଏଠୁ ଜେଡ୍ ସବୁ ହାତରେ କରୁଥିଲୁ ନା। ଆଉ ମଲା ମୋର ଏଗୁଡାକ କାମ ଧନ୍ଦା କରିବାକୁ ଇଚ୍ଛା ନାହିଁ, ଖାଲି ରୋଲ ଖାଯିବେ। ଛି 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 ଛି। ଆଲୋ ସେ ଯୁଗ କାମ ଏମାନେ କରିପାରିବେ? ସେ ଯୁଗର କଥା ଏମାନେ ସହିପାରିବେ? ଆମ ଶାଶୁଙ୍କ ଆଗରେ ଆମେ ଛିଡା ନ ହେଇକି ବି 12 କଥା ଶୁଣୁଥିଲୁ। ଏମାନେ ତ ଆମ ପାଖରେ ଆସି ବସି ପଡୁଛନ୍ତି। ହଁ ପରା, ତୋ ବୋଉଟି ସେଇଆ ନା? ଛି 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 ଛି। କହନି କହନି କହନି, ମୋ ମୁହଁରେ ଆଉ କିଛି ଭାଷା ନାହିଁ, ମୋ ମୁହଁରେ ଆଉ ଭାଷା ନାହିଁ କହିବା। ହଁ ପରା, ମୋ ଶାଶୁ ଦିନେ ଗୋଟେ ଢାଳ ଫୋପାଡ଼ିଲେ, ସେଦିନ ଖାଲି ଡାଲି ଟିକେ ଲୁଣିଆ ହେଇଯାଇଥିଲା। ମୁଁ କିଛି କହିଲି? ଏମାନଙ୍କୁ ରେ ପଦ କହିଲେ ଏମାନେ ସହିବେନି। ରେ ପଦେ ଛି। ହଁ ଛି ଛି ଛି, କହନି କହନି, ମୋ ତ ଭାରି ବ୍ରହ୍ମ ଜଳୁଛି ଲୋ, ମୋ ବ୍ରହ୍ମ ଜଳୁଛି। ହଉ ଲୋ, ମୁଁ ରଖେ, ମୋର ଦୁନିଆ କାମ ରହିଲାଣି, କାଲି ଫୋନ। କଣ ମିଳୁଛି ଆପଣଙ୍କୁ ସେ ଫୋନରେ ଗପିକି? କଣ ମିଳୁଛି ସେ ଘର ଭଙ୍ଗା କଥା ହେଇକି? କିଛି ଲାଭ ମିଳୁଛି ସେଥିରୁ? କିଛି ଆପଣଙ୍କର ଭଲ ହଉଛି ନା? କିଛି ବି ଭଲ ହଉନି, କିନ୍ତୁ ଆପଣଙ୍କର କାମ ହଉଛି ଗପିବେ। ମୁଁ ମାନୁଛି ଆପଣଙ୍କ ବେଳେ ସେ ସବୁ ସୁବିଧା ନଥିଲା। ସେ ଯଦି ସୁବିଧା ଥାନ୍ତା ଆପଣ କଣ କରିଥାନ୍ତେ? ହାତରେ ଶିଳରେ ବାଟିଥାନ୍ତେ ନା କୂଅରୁ ପାଣି କାଢିଥାନ୍ତେ? ସେତେବେଳେ ସେ ଗାଁ ଗହଳିରେ ହଉ ସହରରେ ମଧ୍ୟ ଏତେ ପ୍ରକାର ସୁବିଧା ନଥିଲା। ବହୁତ କମ୍ ଲୋକମାନଙ୍କ ପାଖେ ଏ ପ୍ରକାର ସବୁ ସୁବିଧା ଥିଲେ। ଏବେ ପ୍ରତ୍ୟେକ ଘରେ ଘରେ ସୁବିଧା ଅଛି, ତ ଏଇଟା ଭଲ କଥା। ଭଲ କଥାକୁ ଗ୍ରହଣ ନ କରି ଆମ ବେଳ ଯୁଗ ତା ବେଳ ଯୁଗରେ କାହିଁକି ସବୁବେଳେ ଏମିତି କାମ କରୁଛନ୍ତି? ଆପଣଙ୍କ ବେଳେ ଯାହା ଥିଲା, ଆପଣଙ୍କ ଶାଶୁ ବେଳେ ତାଠୁ ଆହୁରି କଷ୍ଟର ଯୁଗ ଥିଲା। ଏବେ ଆମ ଯୁଗ ଯାହା ଅଛି, ଆମର ପିଲାମାନେ ଯେତେବେଳେ ବାହାସାହା ହେବେ ସେ ଆହୁରି ପରିବର୍ତ୍ତନ ହେଇଥିବ। ସେ ସବୁ ଜିନିଷକୁ ଗ୍ରହଣ କରିବା ଶିଖନ୍ତୁ। ଆଉ ବାକି ରହିଲା, ଆପଣ କଣ କହୁଥିଲେ? ଆପଣ ଶାଶୁଙ୍କ ପାଇଁ ଛିଡା ହଉନଥିଲେ। ହଁ, ସେତେବେଳେ ଯୁଗ ସେମିତି ଥିଲା, ମୁଁ ମାନୁଛି। ଏବେ ଯଦି ଆପଣ ବୋହୂକୁ ଝିଅ ଭଳି ବ୍ୟବହାର ଦେଖେଇବେ, ମା ଝିଅ ଭଳି ଚଳିବେ, ବୋହୂ ମନରେ ବି ଶାଶୁ ଭଳି ଗୋଟେ ୱାର୍ଡ ରହିବନି, କି ଶାଶୁ ମନରେ ବୋହୂ ବୋଲି ଯୋଉ ୱାର୍ଡଟା ରହିବନି, ମା ଝିଅର ଶବ୍ଦ ପଳେଇ ଆସିବ। ଏକଥାକୁ କେହି କେବେ ବୁଝିବେନି, କେହି କେବେ ବୁଝିବେନି। ବହୁତ କମ୍ ଲୋକ ଦୁନିଆରେ, ବହୁତ କମ୍, ଯିଏ ଏ ଶବ୍ଦର ମୂଲ୍ୟ ବୁଝିବେ। ଆଉ ଛାଡ, ମୁଁ ଆପଣଙ୍କୁ ବୁଝେଇକି ଲାଭ କଣ? କିଛି ଲାଭ ନାହିଁ। ମୋର ସମୟ ତ ନଷ୍ଟ ହଉଛି, ମୋର କଥା କହିକି ମୂଲ୍ୟ ବି ମୁଁ ଏଠି ନଷ୍ଟ କରୁଛି। କିଛି ଲାଭ ନାହିଁ। ଆପଣ ଯେମିତି କାଲି ଫୋନରେ, ଆଉ ହଁ, ଆପଣ ଯୋଉ ଫୋନରେ ଯାହାଙ୍କ ସହିତ ଗପୁଥିଲେ, ମୁଁ ତ ମୋ ମତଟା ତାଙ୍କ ପାଖେ ରଖିପାରିବିନି। ଆପଣ ଯାହା କହିଲେ ସେ ସେଟାକୁ ସତ ଭାବିବେ। ଆପଣ ଏଇଲେ ମୋ ନାଁରେ ଯାହା ବି କହିଛନ୍ତି ସେ ସବୁ ସତ ଭାବିଥିବେ, କିନ୍ତୁ ମୋ ମତ ମୁଁ କାହା ପାଖେ ରଖିପାରିବିନି। କିନ୍ତୁ ମୋ କର୍ମ କର୍ତ୍ତବ୍ୟ ଉପରବାଲା ଦେଖୁଛନ୍ତି, ଏଇଟା ସବୁବେଳେ ମନେ ରଖିଥାନ୍ତୁ। ତୁ ଠିକ୍ କହିଲୁ ଲୋ ମା। ମୁଁ କିଛି ସମୟ ପାଇଁ ସେଇ ଯୁଗକୁ ପଳେଇଥିଲି। ଯେମିତି ମୋ ଶାଶୁ ମୋ ସହିତ ବ୍ୟବହାର କରୁଥିଲେ, ମୁଁ ବି ଚିନ୍ତା କରିଥିଲି ତୋ ସହିତ ସେଇଭଳି ବ୍ୟବହାର କରିବି। କିନ୍ତୁ ମୁଁ ଭୁଲି ଯାଇଥିଲି କି ସେ ସମୟରେ ମତେ କେଉଁ ଭଳି କଷ୍ଟ ହେଇଥିଲା। ହଉ ଛାଡେ, ଯାହା ତ ହେଇଗଲା ଭୁଲ। ଆଉ ସେ ସବୁ ଦୋହରେଇ ଆଣି ଏଥରକ ଆମେ ମା ଝିଅ ଭଳି ଚଳିବା। ଆଉ ହଁ, ମୁଁ ଆଉ ସେ ଫୋନରେ କାହା ସହିତ ଗପିବିନି ଆଜିଠୁ। ସତରେ ଏସବୁ କରିବା ଦ୍ୱାରା ନିଜ ଘରକୁ ନିଜ ହାତରେ ଭାଙ୍ଗିବା ସହିତ ସମାନ। ଆଉ ଆପଣମାନେ ବି ଏସବୁରୁ ସଚେତନ ଟିକେ ହେଇଯାଆନ୍ତୁ। ନିଜ ଘରକୁ ସ୍ୱର୍ଗ କରିବାର ଦାୟିତ୍ୱ ନିଜ ହାତରେ ଥାଏ, ନିଜ ଘରକୁ ନର୍କ କରିବାର ଦାୟିତ୍ୱ ବି ନିଜ ହାତରେ ଥାଏ। ଆପଣ କୋଉଟାକୁ ଚଏସ୍ କରିବେ ସେଟା ଆପଣଙ୍କ ଉପରେ ନିର୍ଭର କରେ।